was an American novelist, short story writer, and a poet. He was an American novelist, short story writer, and poet. He has written more than thousands of poems, hundreds of short stories, and many, many interesting novels. ତାଙ୍କ ନାଁ ହଉଛି ଚାର୍ଲସ ବୁକୋସ୍କି। ଚାର୍ଲସ ବୁକୋସ୍କି 1920 ମସିହାରେ ଜନ୍ମ, 1994 ମସିହାରେ ତାଙ୍କର ମୃତ୍ୟୁ। 1920 ମସିହାରେ ତାଙ୍କର ଜନ୍ମ ଆଉ 1994 ମସିହାରେ ତାଙ୍କର ମୃତ୍ୟୁ। ତାଙ୍କ ମା ଜର୍ମାନ ଆଉ ତାଙ୍କ ବାପା ଆମେରିକାର। ତାଙ୍କ ମା ହଉଛନ୍ତି ଜର୍ମାନ ଆଉ ତାଙ୍କ ବାପା ହଉଛନ୍ତି ଆମେରିକାର। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ବାପା ଆମେରିକା ଯେହେତୁ ଯୁଦ୍ଧ କରୁଥିଲା ଜର୍ମାନୀରେ, ତେଣୁ ସେ ଜର୍ମାନୀ ଯାଇଥିଲେ ଏବଂ ଯୁଦ୍ଧରେ ଜାଣିଥିବେ ଆମେରିକାର ବିଜୟ ହେଲା, କିନ୍ତୁ ବିଜୟ ପରେ ସେ ଆମେରିକା ଫେରି ନାହାନ୍ତି, ସେଇ ଜର୍ମାନୀରେ ରହିଗଲେ, କାରଣ ସେ ପଡି ସାରିଥିଲେ ବୋକୋସ୍କିଙ୍କ ମାଙ୍କ ପ୍ରେମରେ। ଏବଂ ସେଇଠାରେ ବୋକୋସ୍କିଙ୍କର ଜନ୍ମ ହେଇଛି, ଚାର୍ଲସ ବୋକୋସ୍କି। ତାପରେ କିଛି ଦିନ ପରେ, କିଛି ବର୍ଷ ପରେ ତାଙ୍କ ବାପା ତାଙ୍କ ପିଲା ଆଉ ଛୁଆ ଅର୍ଥାତ୍ ତାଙ୍କ ସ୍ତ୍ରୀ ଆଉ ତାଙ୍କ ଛୁଆକୁ ଧରିକି ପୁଣି ଆମେରିକା ଫେରିଥିଲେ, ଲସ୍ ଏଞ୍ଜେଲସ୍। ଏବଂ ସେଇଠାରେ ବୋକୋସ୍କି ବଢିଥିଲେ। ତାଙ୍କ ଜୀବନର ଆଉ କିଛି କଥା କହିବି, କିନ୍ତୁ ମତେ ସୁଯୋଗ ଦିଅନ୍ତୁ, ଭିନ୍ନ ଶୈଳୀରେ ମୁଁ ଆପ୍ରୋଚ୍ କରୁଛି। ବାହାରକୁ ଚକଚକ୍ ଝକଝକ ଆଉ ଝିଲମିଲ ଦେଖାଯାଉଥିବା, ବାହାରକୁ ଚକଚକ୍ ଝକଝକ ଆଉ ଝିଲମିଲ ଦେଖାଯାଉଥିବା ହାଇଲି ସିଭିଲାଇଜ୍ଡ ଆମେରିକାନ ସୋସାଇଟିର ଅନ୍ଧାରୀ ସତ୍ୟ ସବୁକୁ ନିର୍ମମ ଭାବରେ, ନିଖୁଣ ଭାବରେ ସେ ଉପସ୍ଥାପିତ କରିଛନ୍ତି ତାଙ୍କ ଗଳ୍ପ ଆଉ ଉପନ୍ୟାସରେ। ତାଙ୍କ ଗଳ୍ପ ଆଉ ଉପନ୍ୟାସରେ ସେ ଅତ୍ୟନ୍ତ ନିଖୁଣ ଭାବରେ ସେ ସବୁ କଥାକୁ ଉପସ୍ଥାପିତ କରିଛନ୍ତି। ସେ ସାଧାରଣ ମଣିଷର କଥା ଲେଖିଛନ୍ତି, ସେଇଥିପାଇଁ ତାଙ୍କୁ କୁହାଯାଏ ଦ ଲରିଏଟ୍ ଅଫ୍ ଆମେରିକାନ ଲୋ କ୍ଲାସ। ଦ ଲରିଏଟ୍ ଅଫ୍ ଆମେରିକାନ ଲୋ କ୍ଲାସ। ସେଇ ସାଧାରଣ ମଣିଷ ଯିଏ ସକାଳୁ ଉଠି ନିତ୍ୟକର୍ମ ସାରି ରୋଷେଇ କରି ଟିଫିନ ଧରି କର୍ମକ୍ଷେତ୍ରକୁ ଯାଏ, ଦିନମାନ କାମ କରି ସନ୍ଧ୍ୟା ବେଳକୁ କ୍ଳାନ୍ତ ଆଉ ଅବସନ୍ନ ହେଇ ଫେରେ, ପୁଣି ରାତିରେ ଖିଆପିଆ କରି ଶୋଇପଡେ, ପୁଣି ସକାଳୁ ହୁଏ, ପୁଣି କାମ ହୁଏ। ସେଇ ଲୋକ ଯିଏ ମଦ ପିଉଛି, ସେଇ ଲୋକ ଯିଏ ଜୁଆ ଖେଳୁଛି, ଏଇ ସବୁ ତାଙ୍କ ଚରିତ୍ର। ଜ୍ୟୋତି ବାବୁ ଶୁଭୁଛି ନା କଣ କିଛି ବ୍ରେକ୍ ଫ୍ରେକ୍ କରୁଛି ସାଉଣ୍ଡ? ଶୁଭୁଛି ଭାଇ, ଶୁଭୁଛି। ଏଇ ହଉଛନ୍ତି ତାଙ୍କର ଚରିତ୍ର ସବୁ, ତାଙ୍କ ଉପନ୍ୟାସର, ତାଙ୍କ ଗଳ୍ପର ଆଉ ତାଙ୍କ କବିତାର। ଏଇ ହଉଛି ତାଙ୍କ ଗଳ୍ପ, ଉପନ୍ୟାସ, କବିତାର ଚରିତ୍ର, ଯୋଉଟା କି ଗ୍ରାଣ୍ଡ ହିରୋ ନୁହାନ୍ତି, କେହି ବଡ ବଡ ହିଷ୍ଟୋରିକ ଫିଗର ନାହାନ୍ତି, ହାଇ ରୋମାଣ୍ଟିସିଜମ ମଧ୍ୟ ନାହିଁ। ବୋକୋସ୍କି ଜୀବନ ଶୈଳୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇ ପାଗଳ ହେଇଯିବେ। ତେଣୁ ନିଜ ମସ୍ତିଷ୍କ ଉପରେ ଟିକେ ଚାପ ପ୍ରୟୋଗ କରି ତାକୁ ଠିକ ଜାଗା ରଖିଥାନ୍ତୁ। ବୋକୋସ୍କି ହଉଛନ୍ତି ମଦର ଆଜନ୍ମ ଆଜୀବନ ପ୍ରେମିକ। ଆଜୀବନ ପ୍ରେମିକ। ଆପଣଙ୍କ ଗାଁ ଗଣ୍ଡାରେ ଯୋଉ ଅତ୍ୟନ୍ତ ମଦୁଆ ଲୋକ ଅଛନ୍ତି, ସେମାନେ ବୋକୋସ୍କିଙ୍କ ହାବୁଡରେ ପଡିନାହାନ୍ତି, ନହେଲେ ଲଜ୍ଜାରେ ବାଟ ଚାଲି ପାରନ୍ତେ ନାହିଁ। ବାଟ ଚାଲି ପାରନ୍ତେ ନାହିଁ, ଅର୍ଥାତ୍ ବୋକୋସ୍କି ଏଇ ଲେବୁଲରେ ମଦ ପିଅନ୍ତି। ସେ ରେସ୍ କୋର୍ସରେ ଟଙ୍କା ଲଗାନ୍ତି ଆଉ ହାରନ୍ତି, ହର୍ସ ରେସ୍ କୋର୍ସରେ। ଟ୍ରାକ୍ ରୁ ବହୁତ କଥା ଶିଖନ୍ତି। ପ୍ରୋଷ୍ଟିଚ୍ୟୁଟ୍ ମାନଙ୍କ ସହିତ ବିତେଇଛନ୍ତି ଅସଂଖ୍ୟ ରାତି। That was ଚାର୍ଲସ ବୋକୋସ୍କି। ମୁଁ ମୋ ଜୀବନ
ଦର୍ଶନ କହୁନାହିଁ, ବୋକୋସ୍କିଙ୍କ କଥା କହୁଛି। ତାଙ୍କର ଷ୍ଟେଟମେଣ୍ଟଟା କହି କାମ ଚଳେଇ ଦେଲେ ସରିଯାଆନ୍ତା, ହେଲେ ତାଙ୍କ ଜୀବନକୁ ନ ବୁଝି, ତାଙ୍କ ବ୍ୟକ୍ତିତ୍ୱ ନ ବୁଝି ଷ୍ଟେଟମେଣ୍ଟକୁ ବୁଝିବେ ବା କେମିତି? ଆପଣ ବୁଝିବେ କୋଉ ବାଟରେ? ସେ ଆପଣଙ୍କ ୟୁନିଭର୍ସିଟିରେ ସୁଟ୍ ସାର୍ଟ ମଡେଇ ଗଣମାଧ୍ୟମ ଆଗରେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦଉଥିବା ପ୍ରଫେସର ନୁହନ୍ତି, ଚାର୍ଲସ ବୋକୋସ୍କି। ଚାର୍ଲସ ବୋକୋସ୍କି ବାବାରେ, ମୁଁ ତାଙ୍କ ପ୍ରଶଂସକ ନୁହେଁ, ତାଙ୍କ କ୍ରିଟିକ ମଧ୍ୟ ନୁହେଁ, ଯେହେତୁ ତାଙ୍କ ଷ୍ଟେଟମେଣ୍ଟକୁ ଆଣି ସାମିଲ କରିଛି, ତାଙ୍କ ଜୀବନକୁ ବର୍ଣ୍ଣନା କରିବା ପାଇଁ ମୁଁ ବାଧ୍ୟ। ମୁଁ ତାଙ୍କ ଫ୍ୟାନ ନୁହେଁ ବାବା, ମୁଁ କ୍ରିଟିକ ନୁହେଁ। ତାଙ୍କ ଲାଇଫଷ୍ଟାଇଲ, ତାଙ୍କ ଫିଲୋସଫି, ମୋ ଲାଇଫଷ୍ଟାଇଲ, ମୋ ଫିଲୋସଫି କମ୍ପ୍ଲିଟଲି ଡିଫରେଣ୍ଟ। କିନ୍ତୁ ମୁଁ ବର୍ଣ୍ଣନା କଲା ବେଳେ ଏମିତି କରିବି ଯେମିତି ଲାଗିବ ଏକାତ୍ମ ହେଇ ପଡୁଛି, କାରଣ ଯାହା ପାଇଁ ମୁଁ ବର୍ଣ୍ଣନା କରୁଛି ସେ ବର୍ଣ୍ଣନା ସେଇଭଳିଆ ହବା ଦରକାର ଯେମିତି ସେ ଯାଇଛି। ବୋକୋସ୍କି ପ୍ରବଳ ମଦ ଖାଆନ୍ତି। ଥରେ ଜଣେ ଇଣ୍ଟରଭ୍ୟୁଅର ତାଙ୍କୁ ପଚାରି ପକେଇଲେ, ଏ ପ୍ରତିଦିନ ଭାସ୍କରର ନୁହନ୍ତି, ଓଟିଭି, କନକ ନ୍ୟୁଜ, ନନ୍ଦୀ ଘୋଷ, ଅର୍ଗସର ନୁହନ୍ତି, ପ୍ରତିଦିନ ଭାସ୍କର, ଇତିହାସ, ଭର ଟିଭି, ସୂଚନା, ସମ୍ପର୍କ, କୋଣାର୍କ ନ୍ୟୁଜ, ଲୋକନାଥ ପାଇକରାୟ ନ୍ୟୁଜ ନୁହେଁ। ଇଣ୍ଟରଭ୍ୟୁଅର ପଚାରି ପକେଇଲେ, ଆପଣ ତ ବହୁତ ଭଲ ଲେଖୁଛନ୍ତି, ଆପଣ ବହୁତ ଭଲ ଲେଖୁଛନ୍ତି ବୋକୋସ୍କି ସାହେବ, ଏତେ ମଦ କାହିଁକି ପିଉଛନ୍ତି? ପିଇ 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 ଯଦି ମରିଗଲେ? ସେ ସମୟରେ ବି ବୋକୋସ୍କି ମଦ ବୋତଲ ଧରିଥାନ୍ତି। ଆରେ ବାବା, ୟାଠୁ ଖୁସିର କଥା କଣ ଅଛି? It would be a glorious achievement. It would be a historic achievement. ମଦ ପିଇକି ମୁଁ ମରି, it would be a glorious achievement. ମୁଁ ମଦ ଯୋଗୁ ମରିଛି, ୟାଠୁ ଡିପ୍ ସାଟିସ୍ଫ୍ୟାକ୍ସନ କଣ? କଣ ଅଛି ଡିପ୍ ସାଟିସ୍ଫ୍ୟାକ୍ସନ? ବୋକୋସ୍କି କହୁଛନ୍ତି, ମଦ ନ ପିଇଥାନ୍ତି ମୁଁ କେବେଠୁ ସୁଇସାଇଡ କରିଦିଅନ୍ତି। ମଦ ନ ପିଇଥାନ୍ତି ମୁଁ ସୁଇସାଇଡ କରିଦେଇଥାନ୍ତି। ମଦ ପିଇକି ମରିଯିବା କଥା କଣ କହୁଛ ରେ? ପ୍ଲିଜ ତରୁଣ ବାବୁ, ଶୁଭୁଛି ନା? ନିଶା ପିସା ତମକୁ ହେଇଗଲାଣି? ନା ଭାଇ ଶୁଭୁଛି ଭାଇ, କିନ୍ତୁ ମତେ ଟିକେ ବ୍ରେକ୍ ମତେ ଏକା ବ୍ରେକ୍ ହଉଛି, ମୁଁ ଜାଣିପାରୁନି। ବ୍ରେକ୍ ହଉଛି ମମତା, ଉମା ବ୍ରେକ୍ ହଉଛି କି? ହଁ ଭାଇ, ଜଷ୍ଟ ଟିକେ ମଝିରେ ବ୍ରେକ୍ ହଉଥିଲା। ଏବେ କେମିତି ଆସୁଛି? ଏବେ ଠିକ ଠାକ ଅଛି ଭାଇ। ଏବେ ଭାଇ ଠିକ ଠାକ ଏବେ ପୁରା ଠିକ ଠାକ ଅଛି ତ? କହିବ ବ୍ରେକ୍ ହେଲେ କହିବ। ଠିକ ଅଛି। ଯିଏ ମଦ ଖାଇ ପିଇ ମରିବ ବୋଲି ସାଟିସ୍ଫ୍ୟାକ୍ସନ ପାଇବ, ତାକୁ ତମେ ମଦ ପିଇ ମରିବା କଥା ପଚାରୁଛ? ସେ ବେଳେ ବେଳେ କହୁଥିଲେ ତାଙ୍କୁ ଭାରି ବୋର ଲାଗୁଛି, ଏ ଦୁନିଆ ଭାରି ବୋର ଲାଗୁଛି, ବୋରିଂ ଲାଗୁଛି, ତେଣୁ ସେ ମରିବାକୁ ଚାହାନ୍ତି। ଟେମ୍ପୋରାରୀ ଡେଥ୍, ଗୋଟେ ଟେମ୍ପୋରାରୀ ଡେଥ୍ ଚାହାନ୍ତି। ଟେମ୍ପୋରାରୀ ଡେଥ୍ ତାଙ୍କୁ ତାଙ୍କ ମଦ ବୋତଲ ଦିଏ। ଟେମ୍ପୋରାରୀ ଡେଥ୍ ତାଙ୍କୁ ତାଙ୍କ ମଦ ବୋତଲ ଦିଏ। ତାକୁ ପିଇ ଦେଲେ ସେ ଆଉ ଅଛନ୍ତି ବୋଲି ଜାଣିପାରନ୍ତି ନାହିଁ। ତାଙ୍କର ଗୋଟେ ସାମୟିକ ମୃତ୍ୟୁ ହେଇଯାଏ, ଆଉ ତାପରେ ପୁଣି ତା ପରଦିନକୁ ଆଉ ଗୋଟେ ଜନ୍ମ ହୁଏ। ପୁଣି ତା ପରଦିନ ପୁଣି ପିଇବେ, ପୁଣି ଗୋଟେ ସାମୟିକ ମୃତ୍ୟୁ, ପୁଣି ତା ପରଦିନ ଜନ୍ମ। ଭାରି ବୋର ଲାଗୁଛି, ଭାରି ବୋର ଲାଗୁଛି। ଇଏ ହଉଛନ୍ତି ବୋକୋସ୍କି। ସରି ନାହିଁ। ସିଗାରେଟର ଧୂଆଁ ଉଡାନ୍ତି ସିଏ ଅତ୍ର ତତ୍ର ସର୍ବତ୍ର। ଆପଣ ଯେପରି ଆପଣଙ୍କ ସାଙ୍ଗସାଥୀଙ୍କ ସହିତ ଥମ୍ସଅପ୍ ଆଉ ସ୍ପ୍ରାଇଟ୍ ବୋତଲ ଧରି ଯାଆନ୍ତି, ତାଠାରୁ ଆହୁରି ସହଜ ସ୍ୱଚ୍ଛନ୍ଦ ଢଙ୍ଗରେ ସେ ତାଙ୍କ ମଦ ବୋତଲଟି ଧରି ଯାଆନ୍ତି, ଆଉ ସିଗାରେଟଟି ଆଉ ଗୋଟେ ହାତରେ। ଆପଣ ସେଇ ବ୍ୟକ୍ତିର କଥା ପଢିବାକୁ ଚାହୁଁଛନ୍ତି? ସେ ବ୍ୟକ୍ତି ଯିଏକି ମିସାନ୍ଥ୍ରୋପିଷ୍ଟ, let me repeat
ସାଇଣ୍ଟିଷ୍ଟ ଆମ ପିଲାମାନେ ଆନ୍ଥ୍ରୋପୋଲୋଜି ପଢନ୍ତି ଆନ୍ଥ୍ରୋପୋଲୋଜି ପାଠ ବୁଝିବାକୁ ମଣିଷକୁ ବୁଝିବାକୁ ଆଉ ବୋକୋସ୍କି କହନ୍ତି ଆଇ ଡୋଣ୍ଟ ଲଭ୍ ଦ ହ୍ୟୁମାନ ରେସ୍ ଆଟ୍ ଅଲ୍ I don't love the human race at all. ଯେତେ ଦୂରରେ ମଣିଷ ଠାରୁ ମତେ ରଖିବ ମୁଁ ସେତେ ଶାନ୍ତି ପାଇବି ନହେଲେ ପାଉନି ବହୁତ ଚେଷ୍ଟା କରୁଛି ପାଉନି ଯେତେ ଦୂରେଇ ନବ ସେତେ ଭଲ ମିସାନ୍ଥ୍ରୋପିଷ୍ଟ ଗ୍ରେଟ ମିସାନ୍ଥ୍ରୋପିଷ୍ଟ ଭାରି ଯେତେ ଦୂରରେ ତାଙ୍କ ପ୍ରସିଦ୍ଧ ବାକ୍ୟ ଅଛି ଯଦି କେହି ଜଣେ ମୋ କବାଟ ବାଡଉଛି ମତେ ଦେଖା କରିବା ପାଇଁ କଣ ପାଇଁ ମତେ ଦେଖା କରିବା ପାଇଁ ମୋର ପ୍ରଧାନ ଆଉ ପ୍ରଥମ କର୍ତ୍ତବ୍ୟ ହେଲା ସେ ଲୋକକୁ ଦେଖା ନ କରିବା ସେ ଲୋକ କବଳରୁ ମୁକ୍ତି ପାଇଯିବା ଏଇଟା ହଉଛି ମୋର ପ୍ରଧାନ କର୍ତ୍ତବ୍ୟ ଛୋଟବେଳେ ସେ ଭାରି ଟ୍ରମା ସହିଛି ତାଙ୍କ ବାପା ଭାରି ବାଡାବାଡି କରନ୍ତି ପ୍ରବଳ ସେ ସମୟରେ ଡରି ଡରି ସେ ରହିଛନ୍ତି ସ୍କୁଲରେ ପଢିଲା ବେଳେ ମୁହଁରେ ବ୍ରଣ ଭଳିଆ ଏଡେ ଏଡେ କଣ ସବୁ ବାହାରି ଗଲା ତାଙ୍କୁ ବାହାରକୁ ଯିବାକୁ ପିଲାଙ୍କ ସହିତ ମିଶିବାକୁ ଲାଜ ଲାଗିଲା ସେ ଲାଜ କଲେ ଆଉ ଗଲେନି ଦୂରେଇ ଦୂରେଇ ରହିଲେ ଆଇସୋଲେଟେଡ ଫିଲ୍ କଲେ ଗୋଟେ କୋର୍ସ ବୋଧେ ଜର୍ଣ୍ଣାଲିଜିମ କରୁଥିଲେ ଏବଂ ତାଙ୍କୁ ବିରକ୍ତି ଲାଗିଲା ବୋର ଲାଗିଲା ଛାଡିଦେଲେ 10 ବର୍ଷ କାଳ ସେ ତାଙ୍କ ଟାଇପ ରାଇଟରରେ ତାଙ୍କ ସର୍ଟ ଷ୍ଟୋରି ଆଉ ପୋଏମ ଲେଖୁଥିଲେ ଆଉ ଆମେରିକାର ପ୍ରସିଦ୍ଧ ପ୍ରସିଦ୍ଧ ଖବର କାଗଜ ଆଉ ମାଗାଜିନକୁ ପଠଉଥିଲେ ହେଲେ କେବେ ବି ତାଙ୍କର ଲେଖା ପ୍ରକାଶିତ ହେଲାନି ଯୁବା ବୟସରେ 10 ବର୍ଷ କାଳ ଛୋଟ ମୋଟ ଖବର କାଗଜ ନୁହେଁ ଛୋଟ ମୋଟ ମାଗାଜିନ ନୁହେଁ ଦ ନ୍ୟୁୟର୍କର ଆଟଲାଣ୍ଟା ପରି ପ୍ରସିଦ୍ଧ ମାଗାଜିନ ଖବର କାଗଜ ଅନ୍ତର୍ଭୁକ୍ତ କେବେ ବି ତାଙ୍କର ଲେଖା ପ୍ରକାଶିତ ହେଲାନି ଯୋଉମାନଙ୍କ ଲେଖା ପ୍ରକାଶିତ ହଉଥିଲା କାହାର ହଉଛି ଦେଖିବା ସେ ଦେଖିଲେ ସେ କହିଲେ ଏଟା ସବୁ ଫେକ୍ ଇମୋସନ ମିଛ କଥା ଲେଖିଛନ୍ତି ଠିକ ଅଛି 10 ବର୍ଷ ପରେ ଯେତେବେଳେ ତାଙ୍କ ଦେହ ବହୁତ ଦୁର୍ବଳ ହେଇଗଲା ଝଡିଗଲେ ସେ ଛାଡିଦେଲେ ଲେଖା ଲେଖି ଆଉ କରିବାନି ମଦରେ କିନ୍ତୁ ଶାନ୍ତି ତାକୁ ମିଳୁଥାଏ ତ ମଦ ପ୍ରବଳ ପିଏ ଷ୍ଟ୍ରିଟ୍ ଗାର୍ଲସ ମଦ ଗ୍ୟାମ୍ବଲିଂ ରେ ଜୀବନ ବିତେଇଲେ ଆଜିକାଲି ଭଳି ଗୁଗୁଲ ମ୍ୟାପ ନଥିଲା ସେ ଗୋଟେ ନର୍ମାଲ ଫିଜିକାଲ ମ୍ୟାପ କୁ ହାତରେ ଧରି ଆମେରିକାର ବିଭିନ୍ନ ଜାଗା ବୁଲୁଥିଲେ ସେ ନିଜେ କହିଛନ୍ତି କୌଣସି ଇଣ୍ଟେନସନ ନଥାଏ ମୁଁ ମ୍ୟାପ ରେ ଗୋଟେ ଜାଗାରେ ଆଙ୍ଗୁଳି ମାଡି ଦିଏ ଯୋଉ ଜାଗାରେ ବାଜେ ସେଇ ଜାଗାକୁ ଯିବାକୁ ଚେଷ୍ଟା କରେ ଯୋଉ ଜାଗାକୁ ବାଜିବ ସେଇ ଜାଗାକୁ ଯିବାକୁ ଚେଷ୍ଟା କରି ପାଖରେ ପଇସା କମ ବେଳେ ବେଳେ ନଥାଏ ଛୋଟ ମୋଟ କାମ ସବୁ ଯୋଉ ଜାଗାକୁ ଯାଉଥିଲେ ସେଠି କରିକି ସେଇ ଟାଇମରେ ବୁଲାବୁଲି କରୁଥିଲେ That was Charles Bukowski. ପରବର୍ତ୍ତୀ ସମୟରେ ସେ ଆମେରିକାର ପୋଷ୍ଟାଲ ସର୍ଭିସ ରେ ଚାକିରି ପାଇଥିଲେ ଫାଷ୍ଟ ଗୋଟେ ଲେଟର କ୍ୟାରିୟର ଆଉ ତାପରେ ଗୋଟେ କ୍ଲର୍କ କିନ୍ତୁ ସେଇଟା ବି ତାଙ୍କ ପାଇଁ ବୋରିଂ ଖାଲି ବଞ୍ଚିବା ପାଇଁ ସେ କରିଦଉଥିଲେ ବୋରିଂ ଲାଗୁଥିଲା ରାତିରେ ଫେରୁ ଫେରୁ ମଦ ଆଉ ସିଗାରେଟ ଏ ହଉଛି ସେଇ ବ୍ୟକ୍ତିତ୍ୱ ଦକ୍ଷିଣେଶ୍ୱର ଭାଇ ଠିକ ଠାକ ଶୁଭୁଛି ବୋକସ୍କିଙ୍କ କଥା ନା କଣ ବହୁତ ବଢିଆ ଲାଗୁଛି ଭଲ ଲାଗୁଛି ଜୀବନ ବାବୁ ଥ୍ୟାଙ୍କ ୟୁ ସାର୍ ବୁକସ୍କି କଣ ପାଇଁ ଏମିତି ଜିଉଥିଲେ କଣ ପାଇଁ ଏମିତି କରୁଥିଲେ କେବଳ ସେ ହିଁ ଜାଣନ୍ତି ଯାହା ସେ କହିଛନ୍ତି ତାହା ଯେ ସମ୍ପୂର୍ଣ୍ଣ ମାତ୍ରାରେ ବିଶ୍ୱସନୀୟ ତାହା ମଧ୍ୟ କହିହବ ନାହିଁ କିଛି କଥା ହୁଏତ ସେ ମନେ ମନେ ଲୁଚାଇ ଥାଇ ପାରନ୍ତି ମନେ ମନେ ଲୁଚାଇ ଥାଇ ମଧ୍ୟ ପାରନ୍ତି ଚାର୍ଲସ ବୁକସ୍କି ତାଙ୍କର ଗୋଟେ ପ୍ରସିଦ୍ଧ ଧାଡି ଥିଲା ତାଙ୍କର ଗୋଟେ ପ୍ରସିଦ୍ଧ ଲେଖା ଥିଲା ମୁଁ ତାର ଅନୁସୃଜନ ଟିକେ କରୁଛି ଆପଣ ଶୁଣନ୍ତୁ ଓଡିଆ ଅନୁସୃଜନ ଟିକେ କରୁଛି ମାତ୍ର 2 ପଦ ବେଶୀ ନାହିଁ କଣ ସେଇ ଅନୁସୃଜନ ଯଦି ସକାଳୁ ଉଠିଲା ବେଳକୁ ଯଦି ସକାଳୁ ଆପଣଙ୍କୁ ନିଦରୁ ଉଠେଇବାକୁ କେହି ନାହିଁ ଯଦି ସକାଳୁ
ଆପଣଙ୍କୁ ନିଦରୁ ଉଠେଇବାକୁ କେହି ନାହିଁ, ରାତିରେ ଆପଣଙ୍କର ପଥକୁ ଅନେଇ କେହି ରହୁନାହିଁ, ତାକୁ ତୁମେ କଣ କହିବ? ସେ ସ୍ଥିତିକୁ ତୁମେ କଣ କହିବ? ସ୍ୱାଧୀନତା ନା ନିସଙ୍ଗତା? ସ୍ୱାଧୀନତା ନା ନିସଙ୍ଗତା ଆପଣ ମାନଙ୍କ ଉପରେ ନିର୍ଭର କରିବ। ଲୁକ୍ ଆଟ୍ ଦ ଫ୍ରେଜେସ୍। ସକାଳୁ ଆପଣଙ୍କୁ ଉଠେଇବା ପାଇଁ କେହି ନାହିଁ, ରାତିରେ ଆପଣଙ୍କ ପଥ ଚାହିଁ କେହି ବସୁନାହିଁ, କଣ କହିବେ ସେ ସ୍ଥିତିକୁ? ସ୍ୱାଧୀନତା ନିସଙ୍ଗତା। ତାଙ୍କର ଆଉ ଗୋଟେ ପ୍ରସିଦ୍ଧ ପୋଏମ୍ ବ୍ଲୁ ବାର୍ଡ ର ଅନୁସୃଜନ ମୁଁ କରୁଛି, ମାତ୍ର 2 ପଦ, ପାଖରେ ପଦ ନାହିଁ, ଟିକେ ଦୂର ଦୂରରେ ଅଛି। ମୋ ହୃଦୟ ଭିତରେ ଗୋଟେ ନୀଳ ପକ୍ଷୀ ଅଛି, ମୋ ହୃଦୟ ଭିତରେ ଗୋଟେ ନୀଳ ପକ୍ଷୀ ଅଛି। ଉମା କୋଉ ପକ୍ଷୀ ଅଛି ଯେ କହିଲ? ନା ନିଶା ପିସା ହେଇଗଲାଣି? ନୀଳ ପକ୍ଷୀ ଭାଇ। ଠିକ ଅଛି, ଆପଣ ଚେତନାରେ ଅଛନ୍ତି। ମୋ ହୃଦୟ ଭିତରେ ଗୋଟେ ନୀଳ ପକ୍ଷୀ ଅଛି, ସେ ବାହାରକୁ ଆସିବା ପାଇଁ ଆଉଟ ପାଉଟ ହଉଛି। ଓଡିଆରେ ମୁଁ କହୁଛି, ସେ ଇଂରାଜୀ ତ ଅଲଗା ଟିକେ ଶୁଭିବ, କିନ୍ତୁ ସେ ବାହାରକୁ ଆସିବା ପାଇଁ ଆଉଟ ପାଉଟ ହଉଛି, ଭାରି ବ୍ୟଗ୍ର, ସେ ଭାରି ବ୍ୟାକୁଳ, ବାହାରକୁ ଆସିବା ପାଇଁ ଭାରି ବ୍ୟଗ୍ର ଆଉ ବ୍ୟାକୁଳ। ହେଲେ ମୁଁ ତା ଉପରେ ହୁଇସ୍କି ଢାଳି ଦିଏ, ସିଗାରେଟ ର ଧୂଆଁ ଉଡାଏ, କହେ ଭିତରେ ରହ, ଭିତରେ ରହ, ଭିତରେ ରହ। ମୁଁ ତା ଉପରେ ହୁଇସ୍କି ଢାଳି ଦିଏ, ସିଗାରେଟ ର ଧୂଆଁ ଉଡାଏ, ଆଉ କହେ ଭିତରେ ରହ। ମୋ ଭିତରେ, ମୋ ହୃଦୟ ଭିତରେ ଗୋଟେ ନୀଳ ପକ୍ଷୀ ଅଛି, ନୀଳ ପକ୍ଷୀ। That was ଚାର୍ଲସ ବୁକୋସ୍କି। ପିଲାମାନେ, ବହୁତ କଥା ବୁକୋସ୍କିଙ୍କ ଭିତରେ କହି ଚାଲିଲି, ସବୁ ଆପଣଙ୍କ ପାଇଁ ନୂଆ ହେଇଥିବ ମୁଁ ଜାଣିଛି, ଜାଣେ ନା କେତେ ଲୋକ ତାକୁ ଆଗରୁ ଜାଣିଥିବେ, ଜାଣେନି, କିନ୍ତୁ କଥା ହଉଛି ଏବେ ତାଙ୍କ ଷ୍ଟେଟମେଣ୍ଟ କୁ ଆସୁଛି, ତାଙ୍କ ଡେମୋକ୍ରାସି ଆଉ ଡିକ୍ଟେଟରସିପ ଉପରେ ତାଙ୍କର ଥିବା ସେଇ କାଳଜୟୀ ଷ୍ଟେଟମେଣ୍ଟ କୁ ମୁଁ ଆସୁଛି। ସରି, ଆଉ ଗୋଟେ କଥା ଛାଡିଦେଲି। ତାଙ୍କର ଗୋଟେ ଉକ୍ତି ଥିଲା, ଦାର୍ଶନିକ ଉକ୍ତି, ଡୋଣ୍ଟ ଟ୍ରାଏ, ପ୍ଲିଜ ଡୋଣ୍ଟ ଟ୍ରାଏ। ଏପରିକି ତାଙ୍କ ସମାଧି ଉପରେ, କବର ଉପରେ ଯୋଉଟା ଆପଣ କହିବେ, ଯୋଉ ପଥରଟା ଲଗା ହେଇଛି ତା ଉପରେ ଲେଖା ହେଇଛି ସେଟା ଡୋଣ୍ଟ ଟ୍ରାଏ। ଇଟ ସାଉଣ୍ଡସ ଲେଜି। ଅର୍ଥାତ ଆଜିର ଦୁନିଆରେ ଅସଂଖ୍ୟ ମୋଟିଭେସନାଲ ସ୍ପିକର ଆସି ଆପଣ ଅଳସୁଆ ହେଇଯାଉଛନ୍ତି ବୋଲି ଯୁକ୍ତି କରୁଥିବେ, କହୁଥିବେ ପରିଶ୍ରମ କର, ତମେ ଏମିତି କରିପାରିବ, ସେମିତି କରିପାରିବ, ସେମିତି କରିକି ଏମିତି ନ ଉଠେଇ ପକେଇବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କଣ ତମେ ନ କରିପାରିବ? ସେ କହିଲେ କିଛି କର ନାହିଁ, ପ୍ଲିଜ କିଛି କର ନାହିଁ, ଦୟାକରି କିଛି କରନି, ମତେ ରଗାଉନି, ପ୍ଲିଜ କିଛି କରନି। କାହିଁକି କିଛି କର ନାହିଁ ବୋଲି ସେ କହିଲେ? ସେ କହିଲେ ଯେତେବେଳେ ତମେ କିଛି କରିବା ପାଇଁ ଚେଷ୍ଟା କର, ତମେ ଅଭିନୟ ହିଁ କର। ଯେତେବେଳେ ତମେ କିଛି କରିବା ପାଇଁ ଚେଷ୍ଟା କର, ଅଭିନୟ କର, ଆଉ ଯୋଉଟା ପ୍ରକୃତରେ ସ୍ୱତଃପୃତ ତାହା ବାହାରି ଆସିବ, ଆପେ ଆପେ ବାହାରି ଆସିବ। ତମେ ଯଦି ଭଲ ମଣିଷ, ମଣିଷ ପଣିଆ ବାହାରି ଆସିବ, ସ୍ପଣ୍ଟାନିୟସଲି, ସ୍ୱତଃସ୍ଫୂର୍ତ୍ତ ଭାବରେ। ଅଭିନୟ କରନା, ଧରା ପଡିଯିବ। ତମେ ଭଲ ଗାୟକ, ଗାୟନ ତମ ଭିତରୁ ପଳେଇ ଆସିବ ଆପେ ଆପେ। ଟ୍ରାଏ କରନା। ତାଙ୍କ ଦର୍ଶନ, ମୋ ଦର୍ଶନ କହୁନି, ତାଙ୍କ ଦର୍ଶନ। ଏ ହଉଛି ଚାର୍ଲସ ବୁକୋସ୍କିଙ୍କର କଥା। ଏବେ ତାଙ୍କର ଷ୍ଟେଟମେଣ୍ଟ ଆଡକୁ ମୁଁ ଆସୁଛି, ଡେମୋକ୍ରାସି ଆଉ ଡିକ୍ଟେଟରସିପ ଉପରେ। ଡେମୋକ୍ରାସି ଆଉ ଡିକ୍ଟେଟରସିପ ଉପରେ ତାଙ୍କର ଷ୍ଟେଟମେଣ୍ଟ ହଉଛି, ମନ ଦେଇ ଶୁଣନ୍ତୁ। The difference between democracy and dictatorship is that in democracy you vote first and take orders later, and in dictatorship you don't have to waste your time in voting. Let me repeat, my
Friends, let me repeat. The difference between democracy and dictatorship is that in democracy, you vote first and take orders later. In dictatorship, you don't have to waste your time in voting. अर्थात डेमोक्रेसी और डिक्टेटरशिप ভিতরে ডিফারেন্স হচ্ছে ভোটিং অযথা সময় বরবাদ করিয়াକୁ ଦିଏ ନା ଡିକ୍ଟେଟରସିପ ସେ ମୂଳରୁ ହିଁ ଡିକ୍ଟେଟୋରିଆଲ ଆପଣ ଉପରେ ଜୁଲୁମ କରିବ ହେଲେ ଡେମୋକ୍ରେସି ଭାରି ଦେଖେଇ ହବ ଆପଣ ଆପଣ ଦେଶ ଗଢୁଛନ୍ତି ଆପଣ ଶାସକ ଗଢୁଛନ୍ତି ଆପଣ ଶାସନ କରୁଛନ୍ତି ଡେମୋକ୍ରେସି ଇଜ ଗଭର୍ଣ୍ଣମେଣ୍ଟ ଅଫ ଦ ପିପଲ ବାଇ ଦ ପିପଲ ଫର ଦ ପିପଲ ଟୁ ଦ ପିପଲ ୟୁ ଦ ପିପଲ ଯେତେ ପ୍ରିପୋଜିସନ ଯେତେ ମଡେଲ ଅକ୍ସିଲାରୀ ସବୁ ଲଗେଇ ଦିଅ ପ୍ଲିଜ ସବୁ ଲଗେଇ ଦିଅ ଏଇ ଭଳିଆ କଥା ଶୁଭାଯାଏ କିନ୍ତୁ ସେ କହୁଛନ୍ତି ମିଛ କଥା ସାଧାରଣ ଲୋକଙ୍କର ଇମେନ୍ସ ଏନର୍ଜି ତମେ ବର୍ବାଦ କରୁଛ ଟାଇମ ୱେଷ୍ଟ କରୁଛ ଗୋଟେ ସାଧାରଣ ମଣିଷର विशेष किछि पावर नहीं डेमोक्रेसी विशेष किछि पावर नहीं से किछि करि परिबनी बहुत बहुत उपेक्षित से अवहेलित से ता पाखरे किछि नाही केवल एलिट मानको डोमिनेशन चले डेमोक्रेसी रे एलिट मानको डोमिनेशन चले डेमोक्रेसी आपन को फॉल्स स्वप देखै प्लीज मस्का पैरेटो रॉबर्ट माइकल करो से एलिट थ्योरी कथा मन पकांतु सामंजस्य अछि से जेहेतु बुकोस्की ओडे लो क्लास लोक मानक पई जो माने सामाजिक स्तर रे अर्थनैतिक स्तर रे अवहेलित उपेक्षित निष्पेषित सेही मानक कथा कहउचंती से मानक सेही मानक पर्सपेक्टिव रु कहउचंती डेमोक्रेसी हेले भी प्रकृत रे सेमाने केबे भी निजर पावर पांती नाही केबे निजर पावर एक्सरसाइज करियो सुजोग ही ताकू मिले नाही तमे सेही थाना को जाओ आदि भी तुमको केबे फील हबनी एटलीस्ट तुम गोटे डेमोक्रेटिक कंट्री रे अछो जे पुलिस तुमको सहाय्य करिया पई एठी पैसा नउची तुमको लागियो तुम गोटे डिक्टेटोरियल स्टेट रे अछो से दोगला कथावार्ता पुलिस फास्ट करियो चोरी हला कहलो सेठी फास्ट कहलो डी से कहलो इनकल सिंगल निष्ठ को मोड़ी की से पुलिस बाबू सब बसुछन फील हबो एटा डिक्टेटोरियल सेठी पहुंच जांतु जने एमएलए लो बाप सरबत चाहा कॉफी फल सार खाइबे कि भाउजो पई नै जाउ नांती टिके दीटा खंड छुरी रे काटी दे कि देबे कि को बोलले तुम इक्वालिटी चुल्ली की इक्वालिटी से इक्वालिटी जदि गोटे एमएलए को जो व्यवहार करूछ गोटे साधारण मनुष्य को सही व्यवहार को थांत इक्वालिटी को थांत शोभा अछि मागोर भी कहि जी माउरे कहि मोर बेसिक फिलोसॉफिकल फ्रेमवर्क डेमोक्रेसी पर म कहि सरछि किंतु तार फ्लॉ गुडा को मध्य क्रिटिसाइज करबी बुकोस्किन कथा जेतु बुझौछि म तार फ्लॉ गुडा को तार ड्रॉबैक को क्रिटिसाइज मध्य करूछि किंतु तार सॉल्यूशन डेमोक्रेसी बाहर नाही ऑटोक्रेसी तो टोटल नाही डिक्टेटरशिप तो टोटल नाही किंतु आगे प्रॉब्लम ता को हमें जते भलो से जानिबा से तार सॉल्यूशन राहुल गांधी को जदि कहिबे मो जीवन प्रति विपद अछि से कांग्रेस रो कंगना रनौत जदि कहिबे तांको जीवन प्रति विपद अछि से बीजेपी रो नवीन बाबू जदि कहिबे मोर जीवन प्रति विपद अछि राष्ट्र तांको जोगाई दब शुद्ध देशी घी प्रस्तुत जेट प्लस सिक्योरिटी शुद्ध देशी घी प्रस्तुत आपण कहिबे मते मारी देबा को धमक देछि ममता राणा राष्ट्र कहबो तू हणा खाई मर रे बहुत कपुछ तू हणा खाई मर तो खाणी दो से तो बहुत गपुछ इनडायरेक्टली कहबो तू नर्दमा रे पड़ी मर
କିଛି ଦରକାର ଇଜ୍ ଇଟ୍ ଇକ୍ୱାଲିଟି ଏଇ ଇକ୍ୱାଲିଟିର କଥା ତମେ କହୁଛ କାହିଁକି ମିଛରେ ଡେମୋକ୍ରାସି ବୋଲି କହୁଛ ଏଲିଟ୍ ରୁଲ୍ ସେଇ ଅଳ୍ପ ଲୋକଙ୍କ ଭିତରେ ଶାସନ କ୍ଷମତା ଭୁଲି ଉଠିବ ନରେନ୍ଦ୍ର ମୋଦି ଅଛନ୍ତି ଯେବେ ମୋଦିଜୀ ଚାଲିଯିବେ ରାହୁଲ ଗାନ୍ଧୀ କି ପ୍ରିୟଙ୍କା ଗାନ୍ଧୀ କି ରବର୍ଟ ଭଦ୍ରା କି ସୋନିଆ ଗାନ୍ଧୀ କି କଣ ନିଧି କି ସିନ୍ଧି ଏମିତି କି ଗୋଟେ ହବ ଆମ ଗାଁର ସୁକୁଟା ସାହୁ ହବ ନାହିଁ କି ଉମାଶଙ୍କର ଅମାତ ହେବେ ନାହିଁ କି ଶିଖାଦିତି ହେବେ ନାହିଁ ତାଙ୍କରି ଭିତରେ ଅଟଳ ବିହାରୀ ବାଜପେୟୀ ଚାଲିଗଲେ ସୋନିଆ ଗାନ୍ଧୀ ପାୱାରକୁ ଆସିଲେ ମନମୋହନ ସିଂଙ୍କ ନାମ କହୁନାହିଁ ପାୱାର ବଟମ ୱାଜ ଇନ୍ ଦ ହ୍ୟାଣ୍ଡ ଅଫ ସୋନିଆ ଗାନ୍ଧୀ ସୋନିଆ ଗାନ୍ଧୀ ଚାଲିଗଲେ ନରେନ୍ଦ୍ର ମୋଦି ଟପ୍ ମ୍ୟାନ୍ ଅଫ RSS ଯେ ହାର୍ଡ ୱାର୍କିଂ ସେଲ୍ଫ ମେଡ୍ ମ୍ୟାନ୍ ବହୁତ କଣ୍ଟ୍ରିବ୍ୟୁଟ କରିଛନ୍ତି ତାଙ୍କ ପାର୍ଟି ତାକୁ ରିୱାର୍ଡ ଦେଲା ପୁଣି ସେ ଚାଲିଯିବେ ପୁଣି ପାୱାର ଆସିଯିବ ରାହୁଲ ଗାନ୍ଧୀ ଅମିତ ଶାହା ପାୱାରରେ ଥିଲା ବେଳେ ଜୟ ଶାହା ପାଇବେ ପାୱାରଫୁଲ ପୋଜିସନ BCCI ରେ ଆଉ ICICI କଣ ସେଟା ମୁଁ ଭୁଲିବେ ନା ICC ପିସି ଯେମିତି ରାହୁଲ ଗାନ୍ଧୀ ପୁଣି ସେ ପାୱାରକୁ ଆସିବେ ରବର୍ଟ ଭଦ୍ରା ପାଇବେ ସୁନ୍ଦର ପୋଜିସନ ଗୋବର ଖାଇବ ଅମିତ ଶାହାକୁ ତମେ ଦୋଷ ଦେଇପାରିବନି ଯେପର୍ଯ୍ୟନ୍ତ ରାହୁଲ ଗାନ୍ଧୀକୁ ଦୋଷ ଦେଇନ ରାହୁଲ ଗାନ୍ଧୀକୁ ଦୋଷ ଦେଇନ ଯେପର୍ଯ୍ୟନ୍ତ ଅମିତ ଶାହାକୁ ଦୋଷ ଦେଇପାରିବ ଦି ଜଣଙ୍କୁ ଦବାକୁ ପଡିବ ଦି ସାଇଡ କେହି କିଛି ଏକ୍ସେପ୍ସନ କରୁନାହାନ୍ତି ଇଏ ପାୱାରରେ ଅଛନ୍ତି ତାଙ୍କ ପୁଅ ପାଇଁ ଟାଣି ହଉଛନ୍ତି ସିଏ ପାୱାରକୁ ଆସିବେ ତାଙ୍କ ପୁଅ ପାଇଁ ଟାଣିବେ ଇଟ୍ସ ଡେମୋକ୍ରାସି ଥରେ ଖାଲି ଆପଣ MLA MP ମାନଙ୍କର ବ୍ୟବହାର ଦେଖନ୍ତୁ ସେ ଗୋଟେ ପ୍ରତିନିଧି ସବୁବେଳେ ଡାଉନ ଟୁ ଆର୍ଥ ହେବା ପାଇଁ ବାଧ୍ୟ ଆପଣ ହିସାବ ନେବେ 50-100ଟା ଗୁଣ୍ଡାକୁ ଖାଲି ସେ ପାଳି ପୋଷିକି ରଖିଛନ୍ତି ବାଡେଇବାକୁ ଲୋକଙ୍କୁ ଆଉ ଭୁଲରେ ଯଦି ଆପଣ ଭଏସ କଲ୍ ସେମାନଙ୍କର ଶୁଣିଦେବେ ପ୍ରାଇଭେଟ ଭଏସ କଲ୍ ଯେତେକ MLA MP ଅଛନ୍ତି ତାଙ୍କ ପ୍ରାଇଭେଟ ଭଏସ କଲ୍ ଥରେ ଖାଲି ଓପନ କରିଦିଆଯାଉ ମୁଁ ଖାଲି ଗୋଟିଏ ରିକ୍ୱେଷ୍ଟ କରୁଛି ଗଭର୍ଣ୍ଣମେଣ୍ଟକୁ ସେମାନେ ଯୋଉ କଥାବାର୍ତ୍ତା ହୁଅନ୍ତି ତାଙ୍କ ପ୍ରାଇଭେଟ ଆମେ ଯେମିତି ଆମର ଏଇଟା ଓପନ ହେଇଯାଉ ମୁଁ କଣ କହୁଛି ମୁଁ କୋଉ ଭଳିଆ କଥାବାର୍ତ୍ତା କରୁଛି ମୋ ସାଙ୍ଗସାଥି ମୋ ଫ୍ୟାମିଲି ମେମ୍ବର ମୋ ରିଲେଟିଭ ଯୋଉମାନଙ୍କ ସହିତ ମୋର ଭଏସ ମାନେ ପ୍ରାଇଭେଟ ଫୋନ କଲ୍ ରହୁଛି ଥରେ ଓପନ କରି ଦେଖାଯାଉ ଆଉ ସବୁ MLA MP ମାନଙ୍କର ନେତା ମନ୍ତ୍ରୀ ମାନଙ୍କର ଦେଖାଯାଉ ଆପଣ କହିବେ ମୁଁ ପଳେଇ ମୁଁ ଥାଉ କିଛି ମୋର ଦରକାର ନାହିଁ ମୁଁ ଯିବି ମୋର କିଛି ଅସୁବିଧା ହଉନି ଆଜ୍ଞା ଆଉ ମୋର ସବୁ ରାସ୍ତା ଫାସ୍ତା ସବୁ ଠିକ ଅଛି ଆଜ୍ଞା ମୁଁ ଯିବିନି ଅଭିଯୋଗ କରିବାକୁ ଆପଣ ଭଲରେ ଥାନ୍ତୁ ସେମାନଙ୍କ ଭଏସ କଲ୍ ଥରେ ଶୁଣନ୍ତୁ ଆପଣ କୋଉ ଲେବୁଲର ଧାରୁଆ ଅସ୍ତ୍ର ବନ୍ଧୁକ ସଜାଇକି ରଖୁଛନ୍ତି ଇଜ ଡେମୋକ୍ରାସି ଟାଇମ ୱେଷ୍ଟ କରୁଛ କିଛି ନାହିଁ ବୁକୋସ୍କିଙ୍କ ମତରେ ଟାଇମ ବହେ ୱେଷ୍ଟ କରୁଛ ତମେ ମିଛରେ ସ୍ୱପ୍ନ ଦେଖେଇକି ଇକ୍ୱାଲିଟି ଆସିବ ଲିବର୍ଟି ତମେ ପାଇବ ତମେ ହିଁ ଶାସନ କରୁଛ ଇତ୍ୟାଦି ଇତ୍ୟାଦି ଖାଲି ଗୋଟେ ହଲୋ ରିଚୁଆଲ ଆଉ ଏଇଟାକୁ ସେ ସିଭିୟରଲି କ୍ରିଟିସାଇଜ କରିଛନ୍ତି ହିଜ ସିନିକାଲ ଟେକ୍ ନେଇକି that the democracy and dictatorship ଭିତରେ କେବଳ ଗୋଟିଏ ଡିଫରେନ୍ସ ସେଇଟା ହଉଛି ଡେମୋକ୍ରାସି ସମୟ ବର୍ବାଦ କରେ ଭୋଟ ଫୋଟ କରିବାରେ ଡିକ୍ଟେଟରସିପ ଆଗରୁ ତାର ସେଇ କାମ କରେ ଇନ୍ଦିରା ଗାନ୍ଧୀଙ୍କ ବ୍ୟବହାର ଆପଣ ଦେଖନ୍ତୁ ଇମର୍ଜେନ୍ସି ସମୟରେ କମ୍ପ୍ଲିଟଲି ପାୱାର କନସେଣ୍ଟ୍ରେଟେଡ ଆଉ କିଛି ନାହିଁ ଚାହିଁଲେ she was dominating like a dictator ଡେମୋକ୍ରାଟିକ ଗଭର୍ଣ୍ଣମେଣ୍ଟ ଡାଇରେକ୍ଟଲି ତମେ କୋଉଠୁ ନୈତିକ ଅଧିକାର ପାଇଲ ତମକୁ ହାଇକୋର୍ଟ ତମର ଇଲେକ୍ସନ କୁ ରଦ୍ଦ କରିଦେଲାଣି କୋଉଠୁ ନୈତିକ ବଳ ତମେ ପାଇଲ ତମେ ଇମର୍ଜେନ୍ସି ବି ଲଗେଇଦେଲ 42th କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ବି ନେଇ ଆସିଲ ପ୍ରଥମେ ଛାଡିଦେବା କଥା ଯେ ମୋର ଗୋଟେ ପ୍ରାଇମ ମିନିଷ୍ଟର କ୍ୟାଣ୍ଡିଡେଟ ହେଇକି ମତେ ହାଇକୋର୍ଟ ମତେ ଦୋଷୀ ସାବ୍ୟସ୍ତ କଲାଣି ଯେ ମୁଁ ଭୁଲ ମାଲ ପ୍ରାକ୍ଟିସ କରିକି ମାନୁପୁଲେସନ ରେ ଜିତିଛି ଆগে ଛାଡିଦେବା କଥା ସେଟା ନ କରିକି ଫୋର୍ସଫୁଲି ଆମେଣ୍ଡମେଣ୍ଟ ଆଣିକି ଯେ ଆগে କୋର୍ଟ ଦେଇ ସାରିଲା ତମେ ଛାଡି ସାର ଛଡା ନାହିଁ ତାରି ଧିଅରେ ରହିକି ଆମେଣ୍ଡମେଣ୍ଟ ଅଣା ହଉଛି ଯେ ପ୍ରାଇମ ମିନିଷ୍ଟର ଇଲେକ୍ସନ କୁ କେବେ ରିଭ୍ୟୁ କରିପାରିବନି କୌଣସି କୋର୍ଟ କୋଉ ପ୍ରକାର ଜିନିଷ ପାୱାର କେମିତି ଆବସୋଲ୍ୟୁଟ ପାୱାର କେମିତି କୋଉ ଲେବୁଲ କୁ ଯାଉଛି ଦେଖନ୍ତୁ
आज दुनिया भी देखुए आज भी जिते पावरफुल हो कौन गवर्नमेंट सब उदाहरण आपको दौची सब साइड रू कहली बीजेडी गवर्नमेंट 25 इयर्स शासन करिछि को लेवल रो पावर देखंतु से मानकर गोटे गोटे जगार से को भाया खଣି माफिया मानू ये मानू रखी हाणिकी गड़े देवे बीजेपी ना कहली तो फाटीगला माने भांगीगला दल यही प्रकार से भाया बीजेपी कंटिन्यूअसली 3 टाइम्स 2014 परठू आसी ऑर्गेनाइजेशन लगैकी से मध्य डिक्टेटोरियल अनेक समय हे जाउछि डिफरेंस ता पार्टी रे नाही आज्ञा पावर जत्तो बळे अधिक रहिबो डिक्टेटोरियल आपे आपे हे जाउछि बीबीसी रो डॉक्यूमेंटरी को मोदी जी बंद कले जदि सुप्रीम कोर्ट ताकू सेथिरे मुक्त घोषणा करथिला कि लोक माने क्रिटिसाइज कले जे बीबीसी डॉक्यूमेंटरी काहे कलो डेफिनेटली क्रिटिसिजम सहियाकू पड़िबो कारण आपण करिसेंती किंतु लोक माने से समय आरो साइडटा भूली गले जे जतले सीपीआई रो गवर्नमेंट थिला कम्युनिस्ट पार्टी रो गवर्नमेंट थिला बेंगल रे सेतबळे भी डॉक्यूमेंटरी हेछि तांको ऊपर से माने सेटा को बंद कर देथिले कांग्रेस ता समय बंद करथिला तो समस्त हो तमे सम्मान 3 जन को एग्जांपल को समान भाव में दबा को पड़िबो सेटा आपण भूली जाउछ बीजेपी पावर रे अछि जने गोटे एडे बड़ कथाटा प्राइम मिनिस्टर नारे कहि दबो त से माने सही परिबे कांग्रेस रे जेतबे अछि कांग्रेस सही पारुनी बीजेडी रहिले बीजेडी सही पारु स्टाइल एका टेक्सचर एका स्टाइल एका टेक्सचर एका आज्ञा तो लोक माने काटा करी खाली कहउछन्ती जो माने कांग्रेस को भल पाउछन्ती माने बीजेपी रो दोष देखौछन्ती जो माने बीजेपी को भल पाउछन्ती कांग्रेस रो दोष देखौछन्ती आपण देखंतु समस्त समान से चर्म तले जो रक्त मांसर शरीर हृदय से मानकर अछि समस्त निज स्वार्थ पछरे धाइछथि किछि नै जो दिन मु देखिबी शिक्षा दीदी को मत राहुल गांधी को मत सम्मान ग्राविटी रो सहित सोसाइटी सुनुथिबो सेदिन मु जानिबी डेमोक्रेसी आसला नहीं तो सब पार्टी को कहले न्यूट्रालिटी इंडिपेंडेंस आ वन बायस आपण तो किए को पार्टी के मध्य भीतर भीतर समर्थन भी करथबे तो मु केवल एति के कहली आपण के न्यूट्रल हे रखंतु समस्ते केवल बीजेपी को दोष दे पारिबेनी कांग्रेस को दबाव पड़िबो केवल कांग्रेस को दे पारिबेनी बीजेडी को दबाव पड़िबो केवल बीजेडी को दे पारिबेनी टीएमसी को दबाव पड़िबो आरजेडी को दबाव पड़िबो जेडीयू को दबाव पड़िबो समस्त आ दोष हमर अधिक से लास्ट को कहि हमर अधिक केवल ऊपर पटर भू किंतु ए बोकोस्किन को पर्सपेक्टिव ता रखिली जे से जे तो लो क्लास लोक मानक पई टाणी होतले से लो क्लास रो पर्सपेक्टिव रो देखिले लो क्लास रो पीपल सोशियो इकोनॉमिकल में लो क्लास अछंती सेही माने सेथे विशेष किछि सुविधा पाउ नांती तेनु से तांकर कोन कले ना तांको पर्सपेक्टिव रू कहले जे डेमोक्रेसी केवल मिछ प्रहसन देखौची रिचुअल्स गुडा को देखौची होप देखौची वास्तव रे सब्सटेंस रे देखिया गले साधारण मनुष्यर डिक्टेटोरियल स्टेट रे मध्य किछि सेमिति से नथिला आज मध्य नाही एटा बोकोस्की कर कहली मु केवल तांको जीवन को भले की कहली तांको दर्शन को भले की कहली तांको मत को भी भले कहली मो मत को आपण जानि छथि से आगुर भी कहिछि आज दरकार पड़ले कहबी बोकोस्की पर सारली जे आपण माने के मत दबा चाहौ छथि को